ମିଳିଲା ନାହିଁ ଆମ୍ବୁଲାନ୍ସ, ଶବକୁ କାନ୍ଧେଇ ନେଲେ 8 କିଲୋମିଟର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଦାରିଙ୍ଗବାଡ଼ି ଥାନାସ୍ଥିତ କାଜୁରୀବାଦେରୀ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ପ୍ରଧାନ 6 ମାସର ଗର୍ଭବତୀ ରହିଥିଲେ। ପ୍ରସବ ବେଦନା ହେବାରୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ରୋଗ ଟେଷ୍ଟ ନ କରି ଡାକ୍ତର 2ଟି ଇଞ୍ଜେକ୍ସନ ଏବଂ ଗୋଟିଏ ସାଲାଇନ୍ ଦେବାରୁ ସୁନିମା ପ୍ରଧାନ ଏବଂ ପେଟରେ ଥିବା 6 ମାସର ଶିଶୁ ମୃତ୍ୟୁ ହୋଇଥିଲେ। ଶବକୁ ପୋଷ୍ଟମର୍ଟମ କରିବା ପାଇଁ 6 ଘଣ୍ଟିକା ଠାରୁ 12:30 ପର୍ଯ୍ୟନ୍ତ ପରିବାର ଲୋକେ ମେଡିକାଲରେ ରଖିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଏହାସହ ରୋଗୀମାନଙ୍କ ସହିତ ବେଡ୍ରେ ଶବକୁ 6 ଘଣ୍ଟିକା ଠାରୁ 12:30 ପର୍ଯ୍ୟନ୍ତ ରଖାଯାଇଥିବାରୁ ରୋଗୀମାନେ ମେଡିକାଲରେ ହଟହଟା ହୋଇଥିଲେ। ଫଳରେ ମହିଳାମାନେ 8 କିଲୋମିଟର ଦୂର କାଜୁରୀବାଦେରୀ ଗ୍ରାମକୁ ନିଜ କାନ୍ଧରେ ବୋହି ଶବକୁ ନେଇଥିଲେ। ଚିକିତ୍ସା ଅବହେଳାରୁ ସୁନିମା ପ୍ରଧାନ ଏବଂ 6 ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକେ।